ବାଲେଶ୍ୱର ଫକୀରମୋହନ କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚର ବଡ଼ ଆକ୍ସନ। ତଦନ୍ତର 20 ଦିନ ପରେ ଅଗଷ୍ଟ 3 ତାରିଖ ରାତିରେ 2 ଜଣ ଛାତ୍ରଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଛାତ୍ରୀ ମୃତ୍ୟୁ ଘଟଣାରେ ଷଡ଼ଯନ୍ତ୍ର ଅଭିଯୋଗରେ ଗିରଫ ହେଲେ ଫକୀରମୋହନ କଲେଜର 2 ଜଣ ଛାତ୍ର। ଛାତ୍ରୀ ଜଣକ ନିଜ ସମସ୍ୟା ନେଇ ଲଢ଼େଇ କରୁଥିବା ବେଳେ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇଥିଲେ କିଛି ଛାତ୍ର। ନିକଟରେ ମୋବାଇଲ ଭିଡିଓ କରିବା ସହିତ ଆତ୍ମହତ୍ୟା ଉଦ୍ୟମ ପାଇଁ କରିଥିଲେ ସହଯୋଗ। ସେହି ଅଭିଯୋଗ ଏବଂ ପ୍ରମାଣ ଆଧାରରେ କ୍ରାଇମବ୍ରାଞ୍ଚ 2 ଛାତ୍ରଙ୍କୁ ଗିରଫ କରିଛି। ଗିରଫ 2 ଛାତ୍ର ହେଲେ ଶୁଭ୍ର ସମ୍ବିତ ନାୟକ ଓ ଜ୍ୟୋତିପ୍ରକାଶ ବିଶ୍ୱାଳ। ଜ୍ୟୋତିପ୍ରକାଶ ଛାତ୍ରୀକୁ ଉଦ୍ଧାର କରିବାକୁ ଯାଇ ନିଜେ ଆହତ ହୋଇ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଏସ୍ସିବିକୁ ସ୍ଥାନାନ୍ତର ହୋଇ ଚିକିତ୍ସିତ ହୋଇ ନିକଟରେ ଘରକୁ ଫେରିଥିଲେ। ଗିରଫ ପରେ 2 ଛାତ୍ରଙ୍କୁ କୋର୍ଟ ଚାଲାଣ କରିଛି କ୍ରାଇମବ୍ରାଞ୍ଚ। ଏସ୍ଡିଜିଏମ୍ ବିଚାରପତିଙ୍କ ବାସଭବନରେ ହାଜର କରିବା ପରେ ଉଭୟଙ୍କୁ 14 ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ବୁମ୍ ତଳକୁ